ଏଇଟା ହେଉଛି ଆମର ଦୀର୍ଘ 500 ବର୍ଷ ପରେ କେତେ ସାଧୁ ସନ୍ଥ ମହନ୍ତ ଅନେକ ରାମ ଭକ୍ତ ଏହି ମନ୍ଦିର ପାଇଁ ପ୍ରାଣ ବଳି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଆମର ରାମ ମନ୍ଦିର ମାନନୀୟ ସୁପ୍ରିମକୋର୍ଟ ଯେଉଁ ଆଦେଶ ଦେଇଛନ୍ତି ଏଇଟା ହିନ୍ଦୁମାନଙ୍କର ବୋଲିକିରି, ଆଉ ତେଣୁକରି ଆମେ ଆଜି ଆମର ବିଜୟ ହେଇଛି। ଆମର ନାହିଁ, ସାରା ଭାରତର ବିଜୟ ହେଇଛି, ବିଶ୍ୱର ବିଜୟ ହେଇଛି। ରାମ ହେଉଛନ୍ତି ଆମର ପରମ ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀରାମ। ତେଣୁକରି ଆମର এই ବିଜୟ ଯାତ୍ରାକୁ ଆମେ ବହୁତ ମହା ଆଡ଼ମ୍ବରରେ ଏଠାରେ ପାଳନ କରିବାକୁ ଯାଉଛୁ। କ'ଣ କ'ଣ କାର୍ଯ୍ୟକ୍ରମ ରହିଛି ଆଜି? ଆଜି କାର୍ଯ୍ୟକ୍ରମ ରହିଛି, ବର୍ତ୍ତମାନ ପଦଯାତ୍ରା ଚାଲିଛି, ଶୋଭାଯାତ୍ରା ଚାଲିଛି। ୟା ପରେ ଆମର ଗୋଟିଏ ବୌଦ୍ଧିକ ରହିଛି। ତାପରେ ସନ୍ଧ୍ୟା ସମୟରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆମର ରହିଛି, ଗୀତ ନୃତ୍ୟ ଭଜନ ଇତ୍ୟାଦି କାର୍ଯ୍ୟକ୍ରମ ଏହି ଆମର କଲ୍ୟାଣ ମଣ୍ଡପଠାରେ ରହିଛି। ଏଥିରେ କେଉଁ କେଉଁ ସଂଗଠନ ଜଡ଼ିତ ଅଛନ୍ତି? ଏଥିରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଆଉ ଇତ୍ୟାଦି ଧର୍ମାନୁଷ୍ଠାନ ଗୁଡ଼ାକ ଯୋଗ ଦେଇଛନ୍ତି। ଦେଖନ୍ତୁ, ଏଇଟା ଆମର ଆରାଧ୍ୟ ଦେବତା, ଆମର ପ୍ରାଣ କହିଲେ ଚଳିବ, ଯିଏକି ଆମର ପ୍ରଭୁ ଶ୍ରୀରାମଙ୍କର ଯେଉଁ 500 ବର୍ଷ ଲଢ଼େଇ, ଏ 500 ଲଢ଼େଇରେ ଆମର ଅଧିକରୁ ଅଧିକ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏଥିରେ ଶହୀଦ ହେଇଛନ୍ତି, ଜୀବନଦାନ ଦେଇଛନ୍ତି। ତ ଆଜିର ଯେଉଁ ବିଜୟ, ଆମର ସନାତନ ଧର୍ମର ବିଜୟ, ହିନ୍ଦୁ ଧର୍ମର ବିଜୟ, ଯାହାକି ଆମେ ଏହି କାର୍ଯ୍ୟକ୍ରମରେ ସବୁ ହିନ୍ଦୁ ପ୍ରେମୀ RSS, ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଆଉ ସବୁ ସ୍କୁଲ ଅନୁଷ୍ଠାନ ମାନେ ସହଯୋଗରେ ଆଜି ଆମେ ଶୋଭାଯାତ୍ରା କରୁଛୁ। এই ବିଜୟକୁ ଅଧିକ ସଫଳ କରିବେ। ଆଉ ଏ ପାରଳାବାସୀ ବି ଆମେ ଜାଣିଛନ୍ତି, ଆମର ପାରଳାବାସୀଟା ଧର୍ମ ତଥା ହିନ୍ଦୁ ଧର୍ମ ପ୍ରତି ସେ ସବୁବେଳେ ସଚେତନ ରହିଛି। ତେଣୁ ଏଥିରେ ସବୁ ଦଳ ସହଯୋଗ କରୁଛନ୍ତି ଆମ ପାଇଁ। କ'ଣ କ'ଣ କାର୍ଯ୍ୟକ୍ରମ ରହିଛି ଆଜି? এই କାର୍ଯ୍ୟକ୍ରମ ହେଲା, ପ୍ରଥମେ ଆମର ପଦଯାତ୍ରା ଚାଲିଛି। ପଦଯାତ୍ରା ପରେ 11ଟା ସମୟରେ ଆମର ଗୋଟେ ବୌଦ୍ଧିକ ରହିବ ଆମର ବଡ଼ରାଜାଙ୍କ ମଠରେ। ତାପରେ ସନ୍ଧ୍ୟା ସମୟରେ 3ଟାରେ ବାଇକ୍ ର୍ୟାଲି ଅଛି। ଆଉ 5ଟା ସମୟରେ ଭକ୍ତି ସଙ୍ଗୀତ, ନୃତ୍ୟ ଏହିସବୁ କାର୍ଯ୍ୟକ୍ରମ ରହିଛି। ସମସ୍ତ ସନାତନୀ ହିନ୍ଦୁମାନଙ୍କର 500 ବର୍ଷର ପ୍ରତୀକ୍ଷା ଆଜି ସମ୍ପୂର୍ଣ୍ଣ ହୋଇଛି। ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଅଯୋଧ୍ୟାରେ ଚାଲିଛି। ସାରା ଭାରତ ଆଜି ରାମମୟ ହୋଇଛି। ସମସ୍ତ ଲୋକ ଆଉ ଖୁସିରେ ନାଚୁଛନ୍ତି। ଏଥିରେ ଆମର ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଆଦିତ୍ୟ ବାହିନୀ ଏପରି ବିଭିନ୍ନ ଅଖିଳ ଭାରତୀୟ ବିଦ୍ୟା ପରିଷଦ ଏଭଳି ସମସ୍ତ ହିନ୍ଦୁ ସଂଗଠନ, ଏଥିରେ ପିଲାମାନେ ମଧ୍ୟ ଶିଶୁ ମନ୍ଦିରର ଆଉ ଟାଇକ୍ୱାଣ୍ଡୋ ଟିମ୍ର ସବୁ ଆଉ ସ୍କେଟିଂ ଟିମ୍, ଏମାନେ ଭଲେଣ୍ଟିୟର ଭାବରେ ସମସ୍ତେ ଆସି ବହୁତ ବହୁତ ଖୁସିର ସହିତ ଆଜି ଏହି ପର୍ବକୁ ପାଳନ କରୁଛନ୍ତି। ସକାଳ 8ଟାରୁ ଆରମ୍ଭ ହୋଇଛି, ଆମ ଦିନ 11ଟା ପର୍ଯ୍ୟନ୍ତ ନଗର ସମଗ୍ର ଆଜି କ'ଣ କ'ଣ କାର୍ଯ୍ୟକ୍ରମ ରହିଛି? ଦିନ 8ଟାରୁ 11ଟା ପର୍ଯ୍ୟନ୍ତ ନଗର ପରିକ୍ରମା ହେବା ପରେ ବିଭିନ୍ନ ଯେପରି ଶିଶୁ ମନ୍ଦିରରେ ଟାଇକ୍ୱାଣ୍ଡୋ ଟିମ୍ ଏମାନଙ୍କର ନିଜ ନିଜ କାର୍ଯ୍ୟକ୍ରମ ରହିଛି। ହୋମ ଯଜ୍ଞ, ହନୁମାନ ଚାଳିଶା ଇତ୍ୟାଦି ପାଠ ଅଛି। ଆମର ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବଜରଙ୍ଗ ଦଳ ଏମାନେ ଆମର ବଡ଼ ରାଧାକାନ୍ତ ମଠରେ ବ୍ୟବସ୍ଥା କରିଛନ୍ତି। ଦିନରୁ 11ଟାରୁ 1 ଘଣ୍ଟା ପର୍ଯ୍ୟନ୍ତ ରାମଚରିତ ମାନସ, ହନୁମାନ ଚାଳିଶା ଆଉ ରାମନାମ ସଂକୀର୍ତ୍ତନ ଏସବୁ ଅଛି। 1 ଘଣ୍ଟା ପରେ ପ୍ରସାଦ ସେବନ ବ୍ୟବସ୍ଥା। ଦିନ 3ଟାରେ ବାଇକ୍ ର୍ୟାଲି ଅଛି। ସନ୍ଧ୍ୟା ସମୟରେ ନାଟକ, ସଙ୍ଗୀତ, ଭଜନ ସଂକୀର୍ତ୍ତନ ଇତ୍ୟାଦି କାର୍ଯ୍ୟକ୍ରମ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଅଛି। ଆଉ ଦୀପ ପ୍ରଜ୍ୱଳନ ଏଗୁଡ଼ା ବି ଅଛି। କେତେ ଖୁସି ବ୍ୟକ୍ତ କରିଛନ୍ତି? ଆଜି ସହର ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି, ଏହାପରେ କ'ଣ କହିବେ? ଖୁସିର ତ ସୀମା ନାହିଁ, ଏଇଟା କହିପାରିବନି, କହି ହେବନି। ଆଜି ମୋ ମନରେ ଯେତିକି ଖୁସି ଅଛି, ସମସ୍ତ ସନାତନୀ ହିନ୍ଦୁ, ଭାରତର ସମସ୍ତ ସନାତନୀ ହିନ୍ଦୁଙ୍କ ମନରେ ସେହି 500 ବର୍ଷର ପ୍ରତୀକ୍ଷାର ଯେଉଁ ଆଜି ସମାପ୍ତି ଘଟିଛି, ଆଉ କେହି ପ୍ରକାଶ କରିପାରିବେନି, ଏତେ ଖୁସି ସମସ୍ତେ ଅଛନ୍ତି। ଛୋଟ ପିଲାରୁ ନେଇକି ଆବାଳ ବୃଦ୍ଧ ବନିତା ସମସ୍ତେ ଏହି ଖୁସି ପାଳନ କରୁଛନ୍ତି।